ହାପି ହୋଲି ସାଙ୍ଗମାନେ। ହେଲେ ଜୀବନରେ ତ ହାପି ବୋଲି କିଛି ଜିନିଷ ନାହିଁ ନା, ତ ସରି ଏଇଥିପାଇଁ କି ଭିଡ଼ିଓ ଆସିବାରେ ଲେଟ୍ ହେଇଛି ମୋର। ତ ବହୁତ ମାନେ 2-3 ଦିନ ପରେ ମୁଁ ଭିଡ଼ିଓ ପୋଷ୍ଟ କରୁଛି, ଆପଣମାନେ ଦେଖିଲେ ହସିବେ। ତ ଚାଲନ୍ତୁ ଏବେ ରାଧାକୃଷ୍ଣଙ୍କ ପାଇଁ ମୁଁ ନଡ଼ିଆ କୋରା ମିଠାଇ ବନେଇ ସାରିଛି, ପୂଜା ବି ସଜ କରିଦେଇଛି। ଚାଲନ୍ତୁ ଯିବା ପୂଜା କରିତେ। ଯେହେତୁ ଆଜି ଦୋଳ ପୂର୍ଣ୍ଣିମା ଥିଲା, ଦୋଳ ପୂର୍ଣ୍ଣିମାରେ ଆମର ରାତିରେ ଠାକୁର ଆସେ, ସକାଳୁ ଆମେ ପୂଜା କରୁ, ମାନେ ରଙ୍ଗ ଖେଳି ଦିନ ଆମେ ପୂଜା କରୁ। ଆପଣମାନେ କେତେ ରଙ୍ଗ ଖେଳିଲେଣି କମେଣ୍ଟରେ ସିଓର ଜଣେଇବେ, ଆଉ ଆପଣଙ୍କ ଆଡ଼େ ହୋଲି ମେଳନ ସରିଲାଣି କି ଅଛି ସେଇଟା ବି କମେଣ୍ଟରେ ଜଣେଇବେ। ତ ଦେଖନ୍ତୁ ଆମ ଗାଁରେ ଯେଉଁ ମଣ୍ଡପ ଅଛି ସେଇଠି ପୂଜା ହେଉଛି। ଆମ ଗାଁରେ ସମସ୍ତେ ତ ପ୍ରାୟ ଆସୁଛନ୍ତି ପୂଜା କରିବା ପାଇଁ, ତ ମୁଁ ବି ପଳେଇ ଆସିଛି ପୂଜା କରିବା ପାଇଁ। ତ ପୂଜା କରିକି ଗଲା ପରେ ତାପରେ ଯାହା ହେବ ଆଉ। ତ ଏଇଠି ଦେଖନ୍ତୁ ମୁଁ ଫାର୍ଷ୍ଟ ଟିକେ ଠାକୁରଙ୍କ ପାଖରେ ଧୂପ ଦୀପ ଲଗେଇଦେଲି, ଯାହା ବି ମନରେ ଦୁଃଖ କଷ୍ଟ ଅଛି ଜଣେଇଦେଲି। ଜଣେଇକି ବି କ'ଣ ଠାକୁର କ'ଣ ଶୁଣୁଛନ୍ତି? ଜମା ଶୁଣୁନାହାନ୍ତି, ଠାକୁର ପୁରା କାନ ବନ୍ଦ କରିଦେଇଛନ୍ତି। ସେମାନେ ଭାବୁଛନ୍ତି ଆମେ କେତେ ସୁଖ ଦେବୁ, ଦୁଃଖଟା ସବୁଦିନ ପାଇଁ ଥାଉ, ଆଉ ସୁଖ ଆଉ ଦେଇପାରିବୁନି। ତ ସରି ସାଙ୍ଗମାନେ ରାଗିବେନି, ଆପଣମାନେ କେତେ ରଙ୍ଗ ଖେଳିଲେ ଫଟାଫଟ କମେଣ୍ଟରେ ଜଣେଇବେ, ମୁଁ ଟିକେ ଶୁଣିବି। କାହିଁକିନା ଯେହେତୁ ମୁଁ ଏଥର ରଙ୍ଗ ଖେଳିନି ନା, ମୋ ମନ ବହୁତ ଦୁଃଖ ଅଛି, ଆଉ ସେଥିପାଇଁ ମୁଁ ରଙ୍ଗ ଖେଳିପାରିଲିନି। ତ ଆପଣମାନେ ଖେଳିଛନ୍ତି କି ନାହିଁ ସେଇଟା ବି ମୁଁ ଜାଣିବି ନା। ତ ଦେଖନ୍ତୁ ଆମେ ସବୁ ଏଠି ପୂଜା କରୁଥିଲେ, ପୂଜା ତ ପ୍ରାୟ ସରିଲାଣି। ତ ଆସିକି ଦେଖିଲା ବେଳକୁ ଏଠି ଗୋଟେ ଛୁଆ ଏତେ ରଙ୍ଗ ହେଇଛି ତାକୁ ଚିହ୍ନି ହିଁ ହେଉନି। ଆପଣମାନେ ଯଦି ଜାଣିଛନ୍ତି କମେଣ୍ଟରେ ଜଣାଇବେ। ତ ଆସିକି ଆମେ ପଖାଳ ଖାଇଦେଲୁ। ବ୍ଲଗ୍ଟିକୁ ଏଇଠି